ଏକ ସମୟର କଥା। ଗୋଟିଏ ବେପାରୀ ଓଟକୁ ନେଇ ଜଙ୍ଗଲ ରାସ୍ତାରେ ଯାଉଥିଲା। ଓଟଟି ଅସୁସ୍ଥ ଥିବାରୁ ସେ ତାଙ୍କୁ ଜଙ୍ଗଲରେ ଛାଡ଼ିଦେଲା ଆଉ ନିଜେ ଆଗକୁ ଚାଲିଗଲା। ଓଟଟି ଜଙ୍ଗଲରେ ଯାହା ମିଳିଲା ତାହା ଖାଇ ଶୀଘ୍ର ସୁସ୍ଥ ହେଲା ଆଉ ଖୁସିରେ ରହିଲା। ସେହି ଜଙ୍ଗଲରେ ଏକ ସିଂହ, ଶିଆଳ ଆଉ କୁଆ ଏକତାର ସହିତ ରହୁଥିଲେ। ସେମାନେ ଓଟଟି ବିଷୟରେ ଜାଣି ସେଠାକୁ ଗଲେ। ଓଟଟି ଘଟଣା ସମ୍ପର୍କରେ କହିଲା। ଏହାପରେ ସେମାନେ ଚାରିଜଣ ଭଲ ମିତ ହୋଇ ରହିଲେ। ଗୋଟିଏ ଦିନର କଥା, ଯେତେବେଳେ ସିଂହଟି ହାତୀକୁ ଶିକାର କଲା ସେତେବେଳେ ସେ ଗୁରୁତର ଆହତ ହୋଇ ତାର ଗୋଡ଼ ଭାଙ୍ଗିଗଲା। ଏହି କାରଣରୁ ସେ ଶିକାର କରିବାକୁ ଅସମର୍ଥ ହେଲା। ସେହିଦିନ ଅନ୍ୟ ଜୀବଜନ୍ତୁମାନେ ମଧ୍ୟ କୌଣସି ଶିକାର ପାଇଲେ ନାହିଁ। ସେମାନେ ସେହିଦିନ ଭୋକରେ ରହିଲେ। ତେବେ ସିଂହ, ଶିଆଳ, କାଉ ଓ ଓଟକୁ ଡାକି କହିଲା, ମୁଁ ବହୁତ ଭୋକିଲା ଅଛି। ଶିଆଳ, ତୁମେ ଏହି ଦିଗକୁ ଯାଅ। କାଉ, ତୁମେ ଅନ୍ୟ ଦିଗକୁ ଯାଅ। ଓଟ, ତୁମେ ବିପରୀତ ଦିଗକୁ ଯାଅ। ତୁମେ ତିନିଜଣ ଶିକାର କରି ମୋତେ ଆଣି ଖାଦ୍ୟ ଦିଅ। ସିଂହ କଥା ମାନି ତିନିଜଣ ଭିନ୍ନ ଭିନ୍ନ ଦିଗକୁ ଗଲେ, ହେଲେ କୌଣସି ଶିକାର ପାଇଲେ ନାହିଁ। ସେମାନେ ପୁଣି ଏକାଠି ହୋଇ ଏକ ସିଦ୍ଧାନ୍ତ ନେଲେ। ସିଂହରାଜ ସମ୍ମୁଖରେ କାଉଟି କହିଲା, ମହାରାଜ, ମୁଁ ସମସ୍ତ ଜାଗା ଖୋଜିଲି, କିନ୍ତୁ ଆପଣଙ୍କର ଭୋକ ମେଣ୍ଟାଇବା ପାଇଁ କିଛି ପାଇଲେ ନାହିଁ। ତେଣୁ ମୁଁ ନିଜକୁ ଆହାର ଭାବେ ଦେଉଛି, ଆପଣ ମୋତେ ଖାଇପାରନ୍ତି। ଏହାପରେ ଶିଆଳ କହିଲା, ମହାରାଜ, ଆପଣ କାଉକୁ ଖାଆନ୍ତୁ ନାହିଁ। କାଉ ଛୋଟ ହୋଇଥିବାରୁ ଆପଣଙ୍କ ପେଟ ପୂରିବ ନାହିଁ। ତା ବଦଳରେ ଆପଣ ମୋତେ ଖାଆନ୍ତୁ, ଆପଣଙ୍କ ଭୋକ ଶାନ୍ତ ହେବ। ଏହାପରେ ଓଟଟି କହିଲା, ମୁଁ ତିନିଜଣ ମଧ୍ୟରୁ ସବୁଠାରୁ ବଡ଼। ଆପଣ ମୋତେ ଖାଇବା ଦ୍ୱାରା ଅନ୍ୟମାନେ ମଧ୍ୟ ମୋତେ ଖାଇ ଶାନ୍ତ ହୋଇପାରିବେ। ଏପରି ଭାବରେ ତିନିଜଣ ନିଜ ନିଜ ବିଚାର ଦେଲେ। ହେଲେ ଯେତେବେଳେ ଓଟ ନିଜକୁ ଆହାର ଭାବେ ଦେବାକୁ କହିଲା, ସିଂହ, ଶିଆଳ, କୁଆ ତା ଉପରେ ମାଡ଼ି ବସିଲେ ଏବଂ ତାକୁ ଖାଇଦେଲେ। ଆଶା କରୁଛି ଏହି ଗପଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଛି ତାହେଲେ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।